ବନ୍ଧୁଗଣ, ରାମ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି ଆଉ ଦାନବାକ୍ସ ବି ଫୁଲ୍ ହୋଇଯାଉଛି। ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ 2 ଥର ଲେଖାଏଁ ଦାନବାକ୍ସ ଖାଲି କରିବାକୁ ପଡ଼ୁଛି। ଅର୍ଥାତ୍ 4ଟି ବଡ଼ ଦାନବାକ୍ସ ଲାଗିଥିବା ବେଳେ ସବୁଗୁଡ଼ିକ ଫୁଲ୍ ହୋଇଯାଉଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ 11 ଦିନ ପୂରଣ ହୋଇସାରିଲାଣି। ଏବେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବର୍ତ୍ତମାନ ସୁଦ୍ଧା 25 ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି। ଆଉ ଶ୍ରଦ୍ଧାଳୁଙ୍କ ଦାନ ଯେତିକି ମିଳୁଛି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି ଆଉ ଦାନବାକ୍ସ ବି ଫୁଲ୍ ହୋଇଯାଉଛି। ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ 2 ଥର ଲେଖାଏଁ ଦାନବାକ୍ସ ଖାଲି କରିବାକୁ ପଡ଼ୁଛି। ଅର୍ଥାତ୍ 4ଟି ବଡ଼ ଦାନବାକ୍ସ ଲାଗିଥିବା ବେଳେ ସବୁଗୁଡ଼ିକ ଫୁଲ୍ ହୋଇଯାଉଛି। ଥରେ ନୁହେଁ, ଦିନକୁ 2 ଥର ଲେଖାଏଁ ବାକ୍ସ ଫୁଲ୍ ହୋଇଯାଉଛି। ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ 10 ଦିନ ମଧ୍ୟରେ ପାଖାପାଖି 8 କୋଟି ଟଙ୍କା ଦାନ ଆକାରରେ ମିଳିସାରିଲାଣି। କେବଳ ସେତିକି ନୁହେଁ, ଅନଲାଇନ୍ ମାଧ୍ୟମରେ ପ୍ରାୟ 3.5 କୋଟି ଟଙ୍କା ମିଳିଲାଣି, ଯେଉଁଥିରେ ପ୍ରସାଦ ଏବଂ ଦାନ ରାଶି ମଧ୍ୟ ରହିଛି। ଟ୍ରଷ୍ଟ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି ଯେ ଯେଉଁଠାରେ ରାମଲାଲା ବିରାଜମାନ ଅଛନ୍ତି ତାହାର ଠିକ୍ ସାମ୍ନାକୁ ଲାଗି 4ଟି ଦାନବାକ୍ସ ରହିଛି, ଯେଉଁଠାରେ ଶ୍ରଦ୍ଧାଳୁ ଦାନ କରିଥାନ୍ତି। ପ୍ରତିଦିନ ଦାନବାକ୍ସରୁ 2 ଥର ଲେଖାଏଁ ଖାଲି କରିବାକୁ ପଡ଼ୁଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସେହିଭଳି ଅନଲାଇନ୍ ମାଧ୍ୟମରେ ବି ଦାନ ଦିଆଯାଉଛି, ଶ୍ରଦ୍ଧାଳୁମାନେ ଦେଉଛନ୍ତି। ମନ୍ଦିର ଟ୍ରଷ୍ଟର କର୍ମଚାରୀମାନେ ସମସ୍ତ ଦାନ କାଉଣ୍ଟରରେ ନିଯୁକ୍ତି ହୁଅନ୍ତି, ଯେଉଁମାନେ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ଟ୍ରଷ୍ଟ ଅଫିସରେ ଗ୍ରହଣ କରାଯାଇଥିବା ଦାନ ରାଶିକୁ ଜମା କରନ୍ତି। 11 ଜଣ ବ୍ୟାଙ୍କ କର୍ମଚାରୀ ଏବଂ 3 ଜଣ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କ ସମେତ ମୋଟ 14 ଜଣ କର୍ମଚାରୀ ଦାନବାକ୍ସର ଟଙ୍କା ଗଣନା କରିବାକୁ ନିଯୁକ୍ତି ରହିଛନ୍ତି। ଦାନ ସଂଗ୍ରହଠାରୁ ଆରମ୍ଭ କରି ଗଣନା କାର୍ଯ୍ୟ ସବୁକିଛି CCTV କ୍ୟାମେରା ଲଗାଇ କରାଯାଉଛି। ଅର୍ଥାତ୍ ଟଙ୍କା ହେରଫେର ହେବା କିମ୍ବା ଶ୍ରଦ୍ଧାଳୁଙ୍କୁ କୌଣସି ସମସ୍ୟା ନ ହେବା ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ପାଇଁ ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ବିଜଲିଆ ପଥର ଲଗାଯାଇଛି। ବିଶେଷଜ୍ଞମାନେ କହିଛନ୍ତି କି ଭକ୍ତମାନେ ସବୁ ଋତୁରେ ଆରାମରେ ପଥର ଉପରେ ଚାଲିପାରିବେ। ପ୍ରାୟ 5 ଲକ୍ଷ ବର୍ଗ ଫୁଟରେ ରଖାଯାଇଥିବା ବିଜଲିଆ ପଥର ଉପରେ ଆରାମରେ ଚାଲିପାରିବେ ଶ୍ରଦ୍ଧାଳୁ। କାରଣ ଏହି ବିଜଲିଆ ପଥର ଅତି ସ୍ୱତନ୍ତ୍ର। ଯେକୌଣସି ତାପମାତ୍ରାକୁ ଏହା ସଠିକ୍ ଭାବରେ ମାପିବାରେ ସକ୍ଷମ ହୁଏ ଏବଂ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହୁଏ ନାହିଁ। ଏହି ପଥର ପ୍ରାୟ 1000 ବର୍ଷ ପର୍ଯ୍ୟନ୍ତ ଖରାପ ହେବ ନାହିଁ। ପାଣି ଶୋଷିବାର କ୍ଷମତା ଅନ୍ୟ ପଥର ଅପେକ୍ଷା ଅଧିକ। ପରିଚାଳନା ଟ୍ରଷ୍ଟ ସୂଚନା ଅନୁସାରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରତିଦିନ 2 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି। କମିଟିର ରେକର୍ଡ ଅନୁଯାୟୀ ଗତ 11 ଦିନ ମଧ୍ୟରେ 25 ଲକ୍ଷରୁ ଅଧିକ ଭକ୍ତ ରାମ ମନ୍ଦିର ଆସି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଆଗକୁ ଆହୁରି ଅଧିକ ଭିଡ଼ ହେବାର ଆଶଙ୍କା ରହିଛି। ତ ଫ୍ରେଣ୍ଡସ୍, ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥିବ ଆଉ କିଛି ଜାଣିବାକୁ ମିଳିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ତ ପ୍ଲିଜ୍ ଆମ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଆଉ ସେୟାର କରନ୍ତୁ। ଆଉ ଆମ ଚ୍ୟାନେଲ ଯଦି ନୂଆ ଅଛନ୍ତି ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ ଆଉ ପାଖରେ ଥିବା ଅଲ୍ ବଟନ୍କୁ ସିଲେକ୍ଟ କରିଦିଅନ୍ତୁ।